ସୁଜି ନଡ଼ିଆରେ ତିଆରି ଆପଣମାନେ ତ ଅନେକ ଥର ପିଠା ବନେଇ ଖାଇଥିବେ, କିନ୍ତୁ ଏମିତି ନୂଆ ଶୈଳୀରେ ଥରେ ପିଠା ବନେଇକି ଦେଖନ୍ତୁ। ପାଟିରେ ଦଉ ଦଉ ପୁରା ମିଳେଇଯିବ, ପୁରା ସୁପର ଟେଷ୍ଟି ରହିବ। ଘରର ବେସିକ୍ ସାମଗ୍ରୀରେ ହିଁ ବନିକି ରେଡ଼ି ହେବ। ଛୋଟଠୁ ବଡ଼ ସମସ୍ତେ ପସନ୍ଦ କରିବେ। ଯେଉଁମାନେ ପିଠା ଖାଇବାକୁ ପସନ୍ଦ କରନ୍ତିନି ବି ସେଇମାନେ 2 ପିସ୍ ବଦଳରେ 4 ପିସ୍ ଖାଇବେ ଆଉ ମାଗି ମାଗି ଖାଇବେ। ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ସଫ୍ଟ ବି ବନିଛି ଆଉ ପୁରାପୁରି ଛେନା ପୋଡ଼ ଭଳି ହିଁ ଦେଖାଯାଉଛି। ବହୁତ ଟେଷ୍ଟି ବି ଥିଲା। ତ ଆପଣମାନେ ଏହି ତରିକାରେ ଥରେ ନିହାତି ଟ୍ରାଏ କରନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଚ୍ୟାନେଲ ଯଦି ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରନ୍ତୁ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। କେମିତି କ'ଣ ବନୁଛି ଜାଣିପାରିବେ, ଘରେ ଇଜିଲି ପ୍ରସ୍ତୁତ କରିପାରିବେ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡ, ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଚାଲନ୍ତୁ ଆମେ ପିଠାଟା ପ୍ରସ୍ତୁତ କରିବା। ଯେହେତୁ ପ୍ରଥମେ ଗୋଟେ ଆମେ ଜାର୍ ନେବା। ଯେହେତୁ ଆଜି ଆମେ ସୁଜିରେ ପ୍ରସ୍ତୁତ କରିବା ପିଠା, ତ ସେଥିରେ ଆମେ ହାଫ୍ ଗିନା ସୁଜି ନେବା। ଆଉ ଯେତିକି ନଡ଼ିଆ ଆପଣମାନଙ୍କ ମନପସନ୍ଦ ଅନୁସାରେ ଆପଣମାନେ ନଡ଼ିଆ ନେଇପାରିବେ। ଆଉ ନଡ଼ିଆରେ ଦେଖନ୍ତୁ ବ୍ରାଉନ୍ କଲର୍ ପାର୍ଟସଟା ଟିକେ ଚାଞ୍ଚିକିରି ବାହାର କରିଛି, ଛୋଟ ଛୋଟ ପିସେସ୍ରେ କଟିଂ କରିଦେଇଥିଲି। ସେ ନଡ଼ିଆକୁ ଆମେ ଏଡ଼୍ କରି ମିକ୍ସରରେ ଆକୁ ଗ୍ରାଇଣ୍ଡିଙ୍ଗ କରିଦେବା। ଦେଖନ୍ତୁ ଏଇଭଳି ଗୋଟେ ପେଷ୍ଟ ବନିକି ରେଡ଼ି ହେଇଯିବ। ଏଇଭଳି ଗୋଟେ ପେଷ୍ଟ ବନି ସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ବଡ଼ 2 ଚାମଚ। ଏଇଥିରେ ମୁଁ ଏଡ଼୍ କରିଦେଇଛି ମଇଦା। ମଇଦା ବଦଳରେ ଆପଣମାନେ ଅଟା ବି ଏଡ଼୍ କରିପାରିବେ। ତାପରେ ଆମେ ଗୋଟେ ଛୋଟ ଗିନାରେ ଗୋଟେ ଗିନା ଦେଇଦେବା ଦହି, ଗୋଟେ ଗିନା କ୍ଷୀର ଏଡ଼୍ କରିବା। କ୍ଷୀର ବଦଳରେ ଅମୁଲ ବି ଏଡ଼୍ କରିପାରିବେ। ଆଉ ଯେତିକି ମିଠା ଖାଇବେ ନା ସେ ଅନୁସାରେ ଚିନି ଏଡ଼୍ କରିଦେବେ। ଆଉ ଭଲ ଫ୍ଲେଭର୍ ପାଇଁ ବୋଲି ଆମେ ସେଥିରେ ଏଡ଼୍ କରିଦେବା ଅଳେଇଚ। ଆଉ ସେଥିରେ ପୁଣି ଥରେ ଏଡ଼୍ କରିଦେବା ସ୍ୱାଦ ଅନୁସାରେ ଲୁଣକୁ ଏଡ଼୍ କରି ଆକୁ କ'ଣ କରିବା ନା ଅଳ୍ପ ଟିକେ ଆଉ ତେଲ ଏଡ଼୍ କରିବା। ଏଥିରେ ବଡ଼ 2ରୁ 3 ଚାମଚ ମୁଁ ତେଲ ଏଡ଼୍ କଲି। ତ ଯେହେତୁ ଆମେ ଛାଣିବାନି ପିଠାକୁ, ଏମିତିରେ ଷ୍ଟିମ୍ ଦେଇ ବନେଇବା, ସେଥିପାଇଁ ମୁଁ ଏହି ସମୟରେ ହିଁ ତେଲ ଏଡ଼୍ କରିଦେଲି। ଏବେ କ'ଣ କରିବା ନା ମିକ୍ସରରେ ଆକୁ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଆମେ ଫାଇନ୍ ପେଷ୍ଟ ବନିକି ରେଡ଼ି କରିବା। ତ ଦେଖନ୍ତୁ ପେଷ୍ଟଟା ବନି ସାରିବା ପରେ ଆପଣମାନଙ୍କୁ ମୁଁ ଦେଖାଉଛି ଟିକେ ହାଲକା ଖଦରା ପେଷ୍ଟ ଦେଖାଯାଉଛି। ତ ଆଉ ଟିକେ ବାଟିକିରି ଆକୁ ଆମେ ଚିକଣ ବନେଇଦେବା। ଗୋଟେ ଫାଇନ୍ ପେଷ୍ଟ ବନିକିରି ଆମେ ରେଡ଼ି କରିବା। ତ ଏଭଳି ପ୍ରୋସେସରେ ଟିକେ ମିକ୍ସ କରି ଦେଖିବେ। ଯଦି ଅଧିକା ମାନେ ଚିକଣ ହେଇନି, ଖଦରା ଲାଗୁଛି, ତାହେଲେ ମିକ୍ସରରେ ଆଉ ଥରେ ଗ୍ରାଇଣ୍ଡିଙ୍ଗ କରିପାରିବେ। ତ ଦେଖନ୍ତୁ ମୁଁ ପୁଣି ଥରେ ଆକୁ ନେଇକିରି ପୁରା ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିଦେଲି। ଆଉ କେତେ ବଢ଼ିଆ ଗୋଟେ ପେଷ୍ଟ ବନିକି ରେଡ଼ି ବି ହେଇସାରିଛି। ତ ଏବେ ଚାଲନ୍ତୁ ଏଇଥିରେ ଆମେ ଏଡ଼୍ କରିଦେବା ଅଳ୍ପ ଟିକେ ଖାଇବା ସୋଡ଼ା ଏଡ଼୍ କରିବା। ଯେହେତୁ ଆମେ ହଠାତ୍ ବନାଉଛନ୍ତି, ଆଉ ବେକିଂ ସୋଡ଼ା ବି ଏଡ଼୍ କରିଦେବା। ହାଫ୍ ଚାମଚ ଖାଇବା ସୋଡ଼ା, ହାଫ୍ ଚାମଚ ସେଥିରେ ବେକିଂ ସୋଡ଼ା ଏଡ଼୍ କରିଦେବା। ତାପରେ ଅଳ୍ପ ଟିକେ କ୍ଷୀରକୁ ଏଡ଼୍ କରି ଭଲସେ ଟିକେ ଆକୁ ମିକ୍ସ କରିଦେବା। ଏଇଭଳି ପ୍ରୋସେସରେ ଟିକେ ମିକ୍ସ କରିଦେବେ। ଦେଖିବେ এইଭଳି ଯଦି ସେଥିରେ ଖାଇବା ସୋଡ଼ା କି ବେକିଂ ସୋଡ଼ା ଏଡ଼୍ କରିବେ ନା, ତାହେଲେ ଦେଖିବେ କେକ୍ ଭଳି ହିଁ ପୁରା ସଫ୍ଟ ବନିବ। ଯେମିତି ପିଠାଟା ପାଟିରେ ଦଉ ଦଉ ପୁରା ମିଳିଯିବ। ଆଉ ଯଦି ଆପଣମାନେ ଅଧିକା ସମୟ ରେଷ୍ଟ ପାଇଁ ରଖୁଛନ୍ତି, ତାହେଲେ ଏ ଖାଇବା ସୋଡ଼ା କି ବେକିଂ ସୋଡ଼ାର ଆବଶ୍ୟକତା ହିଁ ପଡ଼ିବନି। ବହୁତ ସ୍ୱାଦିଷ୍ଟ ଲାଗିବ, ଯେହେତୁ ଦହି ବି ଏଥିରେ ଏଡ଼୍ ଅଛି। ତ ଦେଖନ୍ତୁ ଏଇଭଳି ଗୋଟେ ପେଷ୍ଟ ବନି ସାରିଛି। ଯେହେତୁ ଆମେ ତାକୁ ଭଲସେ ମିକ୍ସ ବି କରିଦେଇଛନ୍ତି, ତାପରେ ଗୋଟେ ଏଇଠି ଆମେ ଯେଉଁଥିରେ ସେଟ୍ କରିବା, ସେଇଥିରେ ମୁଁ ଏଠି ଗୋଟେ ଥାଳି ନେଇଛି। ଅଳ୍ପ ଟିକେ ସେଥିରେ ଆମେ ଏଡ଼୍ କରିଦେବା ରିଫାଇନ୍ ତେଲ। ତେଲକୁ ଏଡ଼୍ କରିସାରିବା ପରେ ଆମେ ବ୍ରସ୍ ସାହାଯ୍ୟରେ ପୁରା ଥାଳିରେ ଲଗାଇଦେବା, ଯେମିତିକି ତେଲଟା ପୁରା ଥାଳି ଲାଗିଯିବ। ଆଉ ପିଠାଟି ବନିବା ପରେ ଯେମିତିକି ଏ ଥାଳିକୁ ଲାଗିବନି, ତ ଇଜିଲି ପୁରା ବାହାରି ପଡ଼ିବ। ଆପଣମାନେ ଚାହିଁଲେ ଏହି ସମୟରେ ବଟର ପେପରରେ ବି ଅଳ୍ପ ଟିକେ ତେଲ ଲଗେଇ ବଟର ପେପରରେ ବି ସେ ଯେମିତିକି ମାନେ କ୍ଲିନ୍ ଯଦି ବାହାର କରିବାକୁ ଚାହୁଁଛନ୍ତି, ତାହେଲେ ବି ଆପଣମାନେ ଲଗେଇପାରିବେ। ଏମିତିରେ ବି ବାହାରି ପଡ଼ିବ ଯେହେତୁ ସୁଜିଟା। ତ ଆପଣମାନଙ୍କୁ ମୁଁ ଆଗକୁ ସେୟାର କରିବି କେମିତି କ'ଣ ବନୁଛି ଦେଖିବେ। ତ ଏବେ ସେଥିରେ କ'ଣ କରିବା ନା ଆମେ ସେ ବେଟରକୁ ଏଡ଼୍ କରିଦେବା। ଏଡ଼୍ କରିକି ଟିକେ ଟେପ୍ କରିଦେବା। ଯଦି ବବଲ୍ସ ଥିବ ନା ତାହେଲେ ମିଟିଯିବ। ତ ଏଇଭଳି ଟେପ୍ କରିସାରିବା ପରେ ଆକୁ ଆମେ ଏବେ ସାଇଡ଼ରେ ରଖିଦେବା। ତାପରେ ଗୋଟେ କରେଇ ନେବା। ତାପରେ ଗୋଟେ ଷ୍ଟେନର ନେଇଛି। ଆପଣମାନେ ଚାହିଁଲେ ଯଦି ଷ୍ଟେନର ନାହିଁ ଆପଣଙ୍କ ପାଖରେ, ତାହେଲେ ଗୋଟେ ଏଠି ଗିନାକୁ ଟିକେ ଓଲଟେଇକି ରଖିବେ। ତା ଉପରେ ଯେକୌଣସି ଆପଣମାନେ ଯଦି ଥାଳିରେ ସେଟ୍ କରୁଛନ୍ତି ଥାଳି ରଖିବେ, ନହେଲେ ଯଦି କଣ୍ଟେନରରେ ସେଟ୍ କରୁଛନ୍ତି ତାହେଲେ କଣ୍ଟେନର ବି ରଖିପାରିବେ। ତ ଏଇଭଳି ପ୍ରୋସେସରେ ଆମେ ତାକୁ ସେଟ୍ ହେଲା ଭଳି ରଖିଦେବା। ଆଉ ଯେମିତିକି ତାର ପୁରା ବିଲକୁଲ ବି ବାମ୍ଫ ଯିବନି, ତାକୁ ପୁରା ସେଟ୍ ହେଲା ଭଳି ଗୋଟେ ଆମେ ଘୋଡ଼େଇ ଦେବା। ଯେମିତି ଆପଣମାନେ କେକ୍ ପାଇଁ ବନାଉଛନ୍ତି ସେଇଭଳି ପ୍ରୋସେସରେ ହିଁ ବନାନ୍ତୁ। ଦେଖିବେ ପୁରା ସୁପର ଟେଷ୍ଟି ବନିକି ରେଡ଼ି ହେବ, ପୁରା ସଫ୍ଟ ବନିକି ରେଡ଼ି ହେବ। ଆଉ ତାକୁ ଆମେ ଏବେ ଅଧଘଣ୍ଟା ପର୍ଯ୍ୟନ୍ତ ଟିକେ ବନିବାକୁ ଦେବା। ସେଥି ଭିତରେ ଦେଖନ୍ତୁ ଅଧଘଣ୍ଟା ଭିତରେ ବନିଲା ଭିତରେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ଯେହେତୁ ତା ଉପରେ ପିଠା ଉପରେ ମୁଁ ଗୋଟେ ଜେଲି ପ୍ରସ୍ତୁତ କରିବି। ତ ଦେଖନ୍ତୁ ଏଠି ଯେହେତୁ ବି ମାର୍କେଟରେ ପ୍ରଚୁର ମାତ୍ରାରେ କମଳା ମିଳୁଛି, ତ ଆମେ କମଳାରେ ହିଁ ପ୍ରସ୍ତୁତ କରିବା। କମଳାର ଫ୍ଲେଭର ଏଥିରେ ବହୁତ ବଢ଼ିଆ ଲାଗିବ। ତ ଆପଣମାନେ ଚାହିଁଲେ ଏପଲର ଫ୍ଲେଭର ବି ଦେଇପାରିବେ, ନହେଲେ ଏମିତିରେ ବି ପିଠାଟା ଖାଇପାରିବେ। ତ ଏବେ କ'ଣ କରିବା ନା ଆମେ ସବୁତକ ଦେଖନ୍ତୁ କମଳାକୁ ଆମେ ପୁରା ତାର କୂଳ କୂଳ ବାହାର କରିଦେବା। ଆଉ ଏଇଠି ଦେଖନ୍ତୁ ମୁଁ ମଞ୍ଜିଟା ବାହାର କରିଛି, କିନ୍ତୁ ଆପଣମାନଙ୍କୁ ମୁଁ ଦେଖେଇ ପାରିନି। ଆଗକୁ ମୁଁ ବାହାର କରି ମିକ୍ସର ଆଉଥରେ ଗ୍ରାଇଣ୍ଡିଙ୍ଗ କଲି। ତ ମୁଁ ଆପଣମାନଙ୍କୁ ଯେହେତୁ ଅଫ୍ ଥିଲା ଦେଖେଇ ପାରିଲିନି, କିନ୍ତୁ ତାର ମଞ୍ଜିଟାକୁ ବାହାର କରିବେ। ନହେଲେ ଦେଖିବେ ସେ ବନେଇବା ସମୟରେ ମଞ୍ଜିଟା ମାନେ ଗ୍ରାଇଣ୍ଡିଙ୍ଗ କରିବା ସମୟରେ ପୁରା ମିକ୍ସ ହେଇଯିବ। ଆଉ ଦେଖିବେ ପିତାଳିଆ ସ୍ୱାଦ ଆସିବ, ସେଥିପ୍ରତି ଟିକେ ଧ୍ୟାନ ଦେବେ। ତ
ତ କମଳାକୁ ସେଥିରେ ଏଡ଼୍ କରିସାରିବା ପରେ ଯେମିତି କଲର୍ ଭଲ ଆସିବ ସେଥିପାଇଁ ବିଟ୍ ମୁଁ ଚାଞ୍ଚିକିରି ଅଳ୍ପ ଟିକେ ବିଟ୍ ସେଥିରେ ଏଡ଼୍ କରିଛି କଲର୍ ପାଇଁ। ଏଇଟା ପୁରାପୁରି ଅପସନାଲ୍ ଅଛି, ଆପଣମାନେ ଚାହିଁଲେ ଏଡ଼୍ କରିବେ ନହେଲେ ସ୍କିପ୍ କରିପାରିବେ। ତାପରେ ଆମେ କ'ଣ କରିବା ନା ମିକ୍ସରରେ ଆକୁ ଗ୍ରାଇଣ୍ଡିଙ୍ଗ କରିଦେବା। ଗ୍ରାଇଣ୍ଡିଙ୍ଗ କରିସାରିବା ପରେ ଆମେ ଗୋଟେ ଷ୍ଟ୍ରେନର୍ ସାହାଯ୍ୟରେ ତାକୁ ଆମେ ଛାଣିଦେବା। ଛାଣିକିରି ତାର ଖଦରା ଅଂଶଟାକୁ ବାହାର କରିଦେବା। ଆଉ ତାର ଦେଖନ୍ତୁ ଜୁସ୍ଟା ପୁରା ରହିଯିବ ଗିନାରେ। ତ ଏଇ ଯେଉଁ ଖଦରା ଅଂଶଟା ବାହାରିବ ଆପଣମାନେ ଚାହିଁଲେ ଆକୁ ଯେକୌଣସି ରେସିପିରେ ବି ଏଡ଼୍ କରିପାରିବେ, ନହେଲେ ଏମିତିରେ ମୁହଁରେ ବି ଯଦି ଫେସ୍ରେ ଲଗାଇବେ ନା ତାହେଲେ ବି ବହୁତ ବଢ଼ିଆ ଗ୍ଲୋ କରିବ। ତାକୁ ଆମେ ଫୋପାଡ଼ିବାନି, ସାଇଡ଼୍ରେ ରଖିଦେବା। ତ ଦେଖନ୍ତୁ ଆମର ଜୁସ୍ଟା ବନେଇକିରି ଏଠି ରେଡ଼ି ବି ହେଇସାରିଛି, ଆଉ ବହୁତ ବଢ଼ିଆ ଜୁସ୍ ବନେଇକି ରେଡ଼ି ହେଇଛି। ତ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ଏବେ ଚାଲନ୍ତୁ ଆଗ ପ୍ରଣାଳୀ ଆମର ପ୍ରସ୍ତୁତ କରିବା। ଆଉ ପାଖରୁ ବି ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସିଛି। ତ ଏବେ ଆମେ ଆକୁ ସାଇଡ଼୍ରେ ରଖିଦେବା। ସେଥି ଭିତରେ ଦେଖନ୍ତୁ ପୁରା ଏଠି 30 ମିନିଟ୍ ହେଇସାରିଛି ବା ଅଧଘଣ୍ଟା। ଏବେ ଚାଲନ୍ତୁ ଚେକ୍ କରିବା ବନିଛି କି ନାହିଁ। ତ ଆପଣମାନେ ଦେଖିକି ଜାଣିପାରୁଥିବେ ମାନେ ପରଫେକ୍ଟ ବନିକି ରେଡ଼ି ବି ହେଇସାରିଛି। ଆଉ ଗୋଟେ ଛୁରୀ ବା ଷ୍ଟିକ୍ ସେଥିରେ ଏଡ଼୍ କରିବେ, ତାକୁ ଦେଖନ୍ତୁ ପ୍ରେସ୍ କରି ବାହାର କରିବେ ତ ଦେଖିବେ କ୍ଲିନ୍ ବାହାରୁଛି। ତ ଜାଣିଦେବେ ଯେ ପରଫେକ୍ଟଲି ବନିକି ରେଡ଼ି ହେଇସାରିଛି। ଆଉ କେତେ ପୁରା ସଫ୍ଟ ବନିଛି ଦେଖନ୍ତୁ, ଆପଣମାନେ ମୁଁ ଟଚ୍ କରିବି ଦେଖାଉଛି, ବହୁତ ବଢ଼ିଆ ବନିକି ରେଡ଼ି ହେଇଛି। ଏମିତିରେ ବି ଆପଣମାନେ ଯଦି କଟିଂ କରିକି ଖାଇବେ ତାହେଲେ ବି ଦେଖିବେ ବହୁତ ବଢ଼ିଆ ଲାଗିବ। ତାପରେ ଆମେ ଗୋଟେ ପେନ୍ ନେବା, ଆମେ ଯେଉଁ ଜୁସ୍ଟା ବନେଇକି ରଖିଥିଲେ ତାକୁ ସେଥିରେ ଏଡ଼୍ କରିଦେବା। ଆଉ ଯେତିକି ମିଠା ଖାଇବେ ନା ସେ ଅନୁସାରେ ଚିନିକୁ ଏଡ଼୍ କରିଦେବେ। ଆଉ ଦେଖନ୍ତୁ ସେଇ ଗିନାରେ ହିଁ ମୁଁ ସେଥିରେ ହାଫ୍ ଚାମଚ ସେଥିରେ ଏଡ଼୍ କରିଦେଇଛି କର୍ଣ୍ଣଫ୍ଲୋର। ଆଉ ଅଳ୍ପ ଟିକେ ପାଣିକୁ ଦେଇ ଭଲସେ ଟିକେ ମିକ୍ସ କରି ରଖିଥିବା, ଯେହେତୁ ଆମକୁ ଆଗକୁ ଦରକାର ପଡ଼ିବ। ତ ଏବେ ଆମେ ଜୁସ୍ଟା ଟିକେ ବନିବାକୁ ଦେବା ସେତିକି ଭିତରେ। ତ ଦେଖନ୍ତୁ ଧୀରେ ଧୀରେ ପୁରା ଇଏ ବନି ଆସିଲାଣି। ଆଉ ଦେଖନ୍ତୁ ପୁରା ମାନେ କଲର୍ ତାର ଧୀରେ ଧୀରେ ଚେଞ୍ଜ ହେବାକୁ ଲାଗିଲାଣି। ଆଉ ଯେହେତୁ ଆମେ ଏଠି ଅରେଞ୍ଜର ବନାଉଛନ୍ତି ଜେଲ୍, ତ ଦେଖନ୍ତୁ ଆପଣମାନେ ଦେଖିକି ଜାଣିପାରୁଥିବେ ଆଉ ପୁରା ଅରେଞ୍ଜ ପୁରା ଦେଖନ୍ତୁ ତାର ପୁରା ମାନେ ଏଠି ଫ୍ଲେଭର୍ ଯେହେତୁ ବାହାରୁଛି, ଆଉ ବହୁତ ବଢ଼ିଆ ବାସ୍ନା ବି ହେଉଛି, ଆଉ ଦେଖିବା ବି ବହୁତ ସୁନ୍ଦର ଦେଖାହେଉଛି। ତ ଏବେ ଚାଲନ୍ତୁ ସେଇଥିରେ ଆମେ କର୍ଣ୍ଣଫ୍ଲୋରଟା ଏଡ଼୍ କରିଦେବା। କର୍ଣ୍ଣଫ୍ଲୋରକୁ ଏଡ଼୍ କରି ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ଦେଖିବେ କଲର୍ଟା ପୁରା ଚେଞ୍ଜ ହେଇଯିବ, ପୁରା ଲାଇଟଲି କଲର୍ ଆସିବ। ଆଉ ଟିକେ ସେଥିରେ ଆମେ ଏଡ଼୍ କରିଦେବା ହାଫ୍ ଚାମଚ ସେଥିରେ ଗୁଆ ଘିଅ ଏଡ଼୍ କରିଛି ମୁଁ ଏଠି, ଯେମିତିକି ପୁରା ତାର ଗ୍ଲେଜ୍ରେ ଆସିବ, ଦେଖିବାକୁ ସୁନ୍ଦର ଲାଗିବ। ସେଇଥିପାଇଁ ଘିଅ ଏଡ଼୍ କରିବା ଦ୍ୱାରା ଦେଖିବେ ଆହୁରି ସୁନ୍ଦର ଲାଗିବ ଦେଖିବା ପାଇଁ ଏଇ ଜେଲ୍ଟା। ତ ଖାଇବାକୁ ପୁରା ଟେଷ୍ଟି ବି ଲାଗୁଥିଲା। ତ ଆପଣମାନେ ଯଦି ଏଇ ଫ୍ଲେଭରଟା ଖାଇବାକୁ ପସନ୍ଦ କରନ୍ତି ତାହେଲେ ଏଇଟା ବନେଇବେ, ନହେଲେ ସ୍କିପ୍ ବି କରିପାରିବେ। ଏମିତିରେ ବି ସୁଜି ପିଠାଟା ଖାଇବେ ନା ବହୁତ ବଢ଼ିଆ ଲାଗିବ। ତ ବନେଇ ସାରିବା ପରେ କିଛି ସମୟ ଆମେ ଥଣ୍ଡା ହେବାକୁ ଦେବା। ତାପରେ ଚାଲନ୍ତୁ ଆକୁ ଚାରି ସାଇଡ଼୍ ପୁରା ଟିକେ କ୍ଲିନ୍ କରିଦେବା, ଯେମିତି ପୁରା ଇଜିଲି ପିଠାଟା ଆମର ବାହାରି ପଡ଼ିବ ଯେତେବେଳେ ଆମେ କଟିଂ କରିବା ସେହି ସମୟରେ। ସେଥିପାଇଁ ମୁଁ ଚାରି ସାଇଡ଼୍ ହିଁ କ୍ଲିନ୍ କରିଛି, ପୁରା ପିଠାଟା ମୁଁ ବାହାର କରିନି, କିନ୍ତୁ ଆପଣମାନଙ୍କୁ ମୁଁ ଦେଖେଇ ଦେଉଛି। ଦେଖନ୍ତୁ ପାଖରୁ ପୁରା ଟଚ୍ କରିବା, ପ୍ରେସ୍ କରିକିରି କେତେ ବଢ଼ିଆ ପୁରା ବନିଛି। ଆଉ ପୁରା ତୁଳା ପରି ନରମ ବନିଛି ଦେଖନ୍ତୁ, ପୁରାପୁରି ସ୍ପଞ୍ଜ ଭଳି ଲାଗୁଛି, ମାନେ ବହୁତ ବଢ଼ିଆ ଲାଗୁଥିଲା। ତ ଆପଣମାନେ ଏଇ ତରିକାରେ ଘରେ ନିହାତି ଟ୍ରାଏ କରନ୍ତୁ। ତ ଦେଖିବେ ସେମ୍ ନଡ଼ିଆ ସୁଜିରେ ପିଠା ଖାଇ ବୋର୍ ଲାଗିଲେ କିଛି ନିହାତି ଅଲଗା ନୂଆ ଟେଷ୍ଟରେ ବନେଇକି ଦେଖନ୍ତୁ। ଆଉ ଦେଖନ୍ତୁ ଜେଲ୍ ଆମର ବନିକି ରେଡ଼ି ହେଇସାରିଛି, କିନ୍ତୁ ଗରମ ଅଛି। ଯଦି ଆପଣମାନେ ଥଣ୍ଡା ହେଲା ପରେ ବି ଏଡ଼୍ କରିପାରିବେ। ଏମିତି ଗରମରେ ଯେହେତୁ ଆପଣମାନଙ୍କୁ ଭିଡ଼ିଓ ଦେଖେଇବାର ଅଛି, ମୁଁ ସେଇଥିପାଇଁ ଗରମ ଥିଲା ହିଁ ତା ଉପରେ ଏଡ଼୍ କରିଦେଲି। ଆପଣମାନେ ଚାହିଁଲେ ଥଣ୍ଡା ହେଲା ପରେ ବି ଏଡ଼୍ କରିପାରିବେ। ଆଉ ଦେଖିବେ ଯେତେ ଥଣ୍ଡା ହେବ ନା ସେତେ ବଢ଼ିଆ ବନିଯିବ ଏଇ ଜେଲ୍ଟା। ତ ଏବେ କ'ଣ କରିବା ନା ଆମେ ସେଇଥିରେ ତା ଉପରେ ପୁରା ଦେଖନ୍ତୁ ଏଇ ପିଠା ଉପରେ ଆମେ ଟିକେ ଲଗାଇଦେବା। ଏମିତି ମାନେ ଦେଖିବେ ତା ଉପରେ ଯଦି ଜେଲ୍ର କୋଟିଂଟା ଦେବେ ତାହେଲେ ଦେଖିବେ ବହୁତ ବଢ଼ିଆ ଲାଗିବ ଖାଇବା। ତା ଫ୍ଲେଭରଟା ମାନେ ମିକ୍ସ ହେବ, ବହୁତ ବଢ଼ିଆ ଲାଗିବ। ଆଉ ଦେଖିବେ ଛୁଆମାନେ ଏମିତିରେ ପସନ୍ଦ କରିବେ ଯଦି ଏଇଭଳି ପ୍ରୋସେସ୍ରେ ବନେଇକି ଯଦି ଦେବେ। ସେମାନଙ୍କ ଟିଫିନ୍ ବକ୍ସରେ ବି ଯଦି ଦେବେ ମାନେ ବନେଇକି, ତାହେଲେ ସେମାନେ ବି ଟିଫିନ୍ ଫିନିଶ୍ କରି ଆସିବେ। ଘରେ ବନେଇକି ଦିଅନ୍ତୁ, ପୁରା ହେଲ୍ଦି ପିଠା, ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ତ ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି ନା, ବହୁତ ବଢ଼ିଆ କଲର୍ ବି ଆସିଛି। ଆଉ ଦେଖନ୍ତୁ ପାଖରୁ ବି ଆପଣମାନଙ୍କୁ ଦେଖେଇ ଦେଉଛି କେତେ ବଢ଼ିଆ ପୁରା କଲର୍ ଆସିଛି। ଫ୍ରେଣ୍ଡସ୍, ଆପଣ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ତାପରେ ଆପଣମାନେ ଚାହିଁଲେ ଆ ଉପରେ ଡ୍ରାଇ ଫ୍ରୁଟ୍ କିଛି ଏଡ଼୍ କରିପାରିବେ। ମୁଁ ଯେହେତୁ ସୁଜି ନଡ଼ିଆରେ ହିଁ ପିଠା ବନାଉଛି, ସେଥିପାଇଁ ମୁଁ ଅଳ୍ପ ଟିକେ ନଡ଼ିଆ ପୁର ତା ଉପରେ ଏଡ଼୍ କରିଦେଲି। ଦେଖନ୍ତୁ କେତେ ସୁନ୍ଦର ବି ଦେଖାଯାଉଛି, ପୁରା ଅରେଞ୍ଜ କଲର୍ ଦେଖାଯାଉଛି, ପୁରା ଲାଇଟିଂ କଲର୍ଟା ଆସିଛି, ବହୁତ ବଢ଼ିଆ ଦେଖାଯାଉଛି ବି। ଆଉ ଟେଷ୍ଟ ବି ପୁରା ଜବରଦସ୍ତ ଥିଲା। ତ ଏଇ ତରିକାରେ ଥରେ ଘରେ ନିହାତି ଟ୍ରାଏ କରନ୍ତୁ। ଆପଣମାନେ ଘରେ ଦେଖିବେ ଥରେ ଯଦି ବନେଇକି ଦେବେ ବାରମ୍ବାର ବନେଇବା ପାଇଁ କହିବେ। ଆଉ ଦେଖିବେ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ଫାଇନାଲି ଆମର ପିଠା ରେସିପିଟି ବନିକି ରେଡ଼ି ହେଇସାରିଛି। ବହୁତ ବଢ଼ିଆ ସଫ୍ଟ ସୁପର ଟେଷ୍ଟି ବନିଛି, ପାଟିରେ ଯେମିତି ଦଉ ଦଉ ପୁରା ମିଳିଯିବ।
तो ଏବେ ଚାଲନ୍ତୁ ଛୁରୀ ସାହାଯ୍ୟରେ ନିଜ ମନ ପସନ୍ଦ ଅନୁସାରେ କଟିଂ କରିବା। ତ ମୁଁ ଏଠି ସ୍କୋୟାର ସେପ୍ରେ ହିଁ କଟିଂ କରିଛି। ଦେଖିବେ ସ୍କୋୟାର ସେପ୍ରେ କଟିଂ କଲା ମାନେ ଛୁଆମାନେ ଭାବିବେ ଯେ କ'ଣ କେକ୍ ସେମାନଙ୍କୁ କଟିଂ କରି ଦେଉଛି। ତ ଏଇ ଗୋଟେ ରେସିପିରେ ଆପଣମାନେ ଦୁଇଟି ସ୍ୱାଦ ବି ପାଇବେ, କେକ୍ର ବି ସ୍ୱାଦ ପାଇବେ, ପିଠାର ବି ସ୍ୱାଦ ପାଇବେ। ତ ଆପଣମାନେ ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଚାଲନ୍ତୁ କଟିଂ କରିବା। ଦେଖନ୍ତୁ କେତେ ବଢ଼ିଆ ପୁରା କଟିଂ ବି ହେଉଛି ଆଉ ବହୁତ ବଢ଼ିଆ ଟେଷ୍ଟି ବି ଲାଗୁଥିଲା। ତ ଏବେ ଦେଖନ୍ତୁ ମୁଁ ଓଲଟେଇ ଦେଇକି ପୁଣି ଥରେ ଆଉ ଗୋଟେ ସାଇଡ଼୍ ଟିକେ କଟିଂ କରିଦେଉଛି, ଯେମିତି ପରଫେକ୍ଟଲି ପୁରା କଟିଂ ବି ହେଇଯିବ। ଆଉ ମାନେ ଦେଖିବେ ପିସେସ୍ ବାହାରିବ, ଆଉ ପିସେସ୍ ବାହାରିଲା ମାନେ ଦେଖିବେ ଖାଇବା ବି ଭଲ ଲାଗିବ। ଦେଖିବାକୁ ଯେକୌଣସି ଜିନିଷକୁ ଦେଖିବେ ଯଦି ସୁନ୍ଦର ଲାଗିବ ନା, ଖାଇବାକୁ ବି ଦେଖିବେ ଟେଷ୍ଟି ଲାଗିବ ବି। ବହୁତ ବଢ଼ିଆ ଲାଗୁଥିଲା ଆଉ ସୁପର ଟେଷ୍ଟି ପୁରା ଥିଲା। ମାନେ ମୋତେ ଏଇ ପିଠାରେ ଅଲଗା ସ୍ୱାଦ ହିଁ ଆସୁଥିଲା। ତ ଆପଣମାନେ ଏଇ ତରିକାରେ ଥରେ ନିହାତି ଟ୍ରାଏ କରନ୍ତୁ। ସେମ୍ ସୁଜି କାକରା, ସୁଜି ମଣ୍ଡା, ସୁଜିରେ ସେଇ ଛଣାଛଣି ପିଠା ଖାଇଯାଇ ବୋର୍ ହେଇଯିବେ, ଏଇ ଷ୍ଟିମ୍ ପିଠାକୁ ଥରେ ନିହାତି ଟ୍ରାଏ କରନ୍ତୁ। ମାନେ ବେକ୍ କରି ବନାନ୍ତି କି ବହୁତ ବଢ଼ିଆ ଲାଗିବ। ଆଉ ଦେଖନ୍ତୁ ପାଖରୁ ଗୋଟେ ମୁଁ ପିସ୍ ବାହାର କରିକି ଦେଖେଇଲି କେମିତି କ'ଣ ଦେଖାହେଉଛି। ଭିତରେ ପୁରା ହ୍ୱାଇଟ୍ ହ୍ୱାଇଟ୍ ଦେଖାହେଉଛି ଆଉ ତଳ ଉପରେ ପୁରା ନରମ ହେଇଛି ଆଉ ବାହାରେ ଦେଖନ୍ତୁ ପୁରା କ୍ରିମି ଯେମିତିକି ମାନେ ଯେହେତୁ ଆମେ ସେଥିରେ ଜେଲ୍ ଦେଇଛନ୍ତି ଉପରେ କୋଟିଂଟା, ସେଇଥିପାଇଁ। ଆଉ ଦେଖନ୍ତୁ ଆଉ ଗୋଟେ ପିସ୍ ବାହାର କରି ଆପଣମାନଙ୍କୁ ଦେଖେଇଲି। ଆଉ ଚାଲନ୍ତୁ ଫର୍କ ସାହାଯ୍ୟରେ ବା କଣ୍ଟା ଚାମଚ ସାହାଯ୍ୟରେ ଆପଣମାନଙ୍କୁ ଖଣ୍ଡ କରି ବି ଦେଖେଇ ଦେଉଛି କେମିତି କ'ଣ ସଫ୍ଟ ବନିଛି। ପୁରାପୁରି ଦେଖିବେ ମାନେ ବେକେରୀ ଷ୍ଟାଇଲ୍ରେ ହିଁ ବନିଛି। ମାନେ ଯେମିତି ଯିଏ ବି ମାନେ ଭାବିବ ଯେ କେକ୍ ବନା ହେଇଛି, କିନ୍ତୁ ଏ କେକ୍ ନୁହଁ। ପାଟିକି ମାତ୍ର ଟେଷ୍ଟ ଆସିବ ପିଠାର ହିଁ, ପୁରା ସ୍ପଞ୍ଜ ଭଳି ରହିଛି କିନ୍ତୁ ପିଠାର ହିଁ ଟେଷ୍ଟ ଆସିବ, ଯେହେତୁ ନଡ଼ିଆ ଏଥିରେ ଅଧିକ କ୍ୱାଣ୍ଟିଟି ବି ଏଡ଼୍ ଅଛି ଆଉ ବହୁତ ବଢ଼ିଆ ବି ଲାଗୁଥିଲା। ତ ଆପଣମାନେ ଏଇ ତରିକାରେ ନିହାତି ଟ୍ରାଏ କରନ୍ତୁ। ଆଉ ଆପଣମାନେ ଚାହିଁଲେ ମୁଁ ଏଥିରେ ଚିନି ଏଡ଼୍ କରିଛି, ଗୁଡ଼ ବି ଏଡ଼୍ କରି ଏ ପିଠାଟି ବନେଇ ପାରିବେ। ତ ଚାଲନ୍ତୁ ଆପଣମାନଙ୍କୁ ଖଣ୍ଡ କରି ବି ଦେଖେଇ ଦେଉଛି। ଦେଖନ୍ତୁ କେତେ ବଢ଼ିଆ ପୁରା ସୁପର ଟେଷ୍ଟି ପୁରା ବନିଛି, ପୁରା ସଫ୍ଟ ବନିଛି। ତ ଆପଣମାନେ ନ ବନେଇଲେ ଜମା ଜାଣିପାରିବେନି ଟେଷ୍ଟ। ତ ଆକୁ ଘରେ ନିହାତି ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ତ ଭିଡ଼ିଓ ଦେଖୁଛନ୍ତି କିନ୍ତୁ ଆପଣମାନେ କମେଣ୍ଟ କରୁନାହାନ୍ତି। ପ୍ଲିଜ୍ ଆପଣମାନେ କମେଣ୍ଟ କରନ୍ତୁ। ଆପଣମାନଙ୍କର ଗୋଟେ କମେଣ୍ଟ ମୋର ମୋଟିଭେସନ୍କୁ ବଢ଼େଇଥାଏ ଆଉ ମୋତେ ବି ଖୁସି ଲାଗିବ। ଆପଣମାନେ ଭିଡ଼ିଓ ମୋର ଦେଖୁଛନ୍ତି, ଘରେ ବନାଉଛନ୍ତି, ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଆଉ କେଉଁ ଜିଲ୍ଲାରୁ ଦେଖୁଛନ୍ତି ମୋତେ କମେଣ୍ଟ ମଧ୍ୟ ଜଣାନ୍ତୁ। ମୋତେ ବି ଖୁସି ଲାଗିବ ମୋ ଭିଡ଼ିଓ କେଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ଆଉ ଦେଖନ୍ତୁ ମୁଁ ଗୋଟେ ପିସ୍ ସେଇଥିରେ ଆଉ ଗୋଟେ ମୁଁ ପ୍ଲେଟ୍ ନେଇଛି, ସେଇଥିରେ ରଖୁଛି। ଆଉ ବହୁତ ସୁନ୍ଦର ବି ଦେଖାଯାଉଥିଲା କ୍ୟାମେରା ସାମ୍ନାରୁ। ପୁଣି ଯେହେତୁ ମାନେ ଦେଖନ୍ତୁ ଅରେଞ୍ଜ କଲର୍ର ପୁରା ଆମେ ଏଠିରେ ଜେଲ୍ ଲଗାଇଛନ୍ତି ତା ଉପରେ। ଏଇ ଜେଲିଟା ମାନେ ଯଦି ଆଉ ଯଦି ବହଳିଆ ବନେଇଦେବେ ନା, ସେ ପୁରା ପିସେସ୍ ଜେଲି ବି ବନିଯିବ। ଖାଇବା ପୁରା ଟେଷ୍ଟି ଲାଗୁଥିଲା। ଏମିତିରେ ଆପଣମାନେ ଆକୁ ଜାମ୍ ବୋଲି ବି କହିପାରିବେ, ବହୁତ ଟେଷ୍ଟି ଥିଲା। ତ ଏଇ ତରିକାରେ ଜାମ୍ ବନେଇକି ଆପଣମାନେ ରଖିକି ଛୋଟ ଛୁଆମାନଙ୍କୁ ମାନେ ଏମିତିରେ ବ୍ରେଡ଼୍ରେ ବି ଲଗେଇକି ଦେଇପାରିବେ, ରୁଟିରେ ବି ଲଗେଇକି ଦେଇପାରିବେ ଆଉ ସେମାନେ ଖାସ୍ କରି ପସନ୍ଦ କରିବେ। ତ ଆପଣମାନେ ଯଦି କହିବେ ତାହେଲେ ମୁଁ ଆପଣମାନଙ୍କୁ ମିକ୍ସ ଫ୍ରୁଟ୍ର ଜାମ୍ ବି ଆପଣମାନଙ୍କୁ ସେୟାର କରିବି। ତ ବହୁତ ବଢ଼ିଆ ଲାଗେ, ଥରେ ବନେଇଲେ ପୁରା 6 ମନ୍ଥ ପର୍ଯ୍ୟନ୍ତ ରଖିକି ଖାଇପାରିବେ। ତ ଦେଖନ୍ତୁ ମୁଁ ଆଉ ଗୋଟେ ପ୍ଲେଟ୍ ବି ବାହାର କରିଦେଇଛି ଆଉ କେତେ ପୁରା ସୁପର ଟେଷ୍ଟି, ମାନେ କେତେ ସୁନ୍ଦର ବି ଦେଖାହେଉଛି ଆଉ ପୁରାପୁରି ଟେଷ୍ଟ ବି ବହୁତ ବଢ଼ିଆ ଥିଲା। ପାଟିରେ ଦଉ ଦଉ ମିଳିଯାଉଥିଲା। ତ ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି। ନମସ୍କାର, ଜୟ ଜଗନ୍ନାଥ।